କୋଉଠି ପୁଲିସ ମାଡ଼ ଖାଉଛନ୍ତି ତ କୋଉଠି ପୁଲିସ ବାଡ଼ଉଛନ୍ତି ଥାନା ଭିତରେ ବାରଙ୍ଗରେ ବାଲିପାଟଣାରେ କଳାହାଣ୍ଡିରେ ସୁନ୍ଦରଗଡ଼ରେ ଗଞ୍ଜାମରେ ଗୋଟେ ଅବସ୍ଥା ଶୋଚନୀୟ ଏକଦମ ଆଇନ ଶୃଙ୍ଖଳା ଦୈନନ୍ଦିନ ଏ ପୁଲିସ କେହି ମାନୁନାହାନ୍ତି ଏ ଗଭର୍ଣ୍ଣମେଣ୍ଟକୁ କେହି ମାନୁନାହାନ୍ତି ଡେଲି ମର୍ଡର ଡେଲି ରେପ୍ ଡେଲି ଚୋରି ଡେଲି ନିଶା ଭୟଙ୍କର ପରିସ୍ଥିତି ସୃଷ୍ଟି ହେଇଛି ବିନା ନୋଟିସରେ ସେ ଆଦିବାସୀ ପଡା ଗାଁ ସବୁ ଭାଙ୍ଗି ଦଉଛନ୍ତି ଏ ଆଦିବାସୀ ପଡା ଏଇନା ନୁହଁ ସାତ ପୁରୁଷରୁ ସେ ଆଦିବାସୀ ଯାହା ସୁରେଶ ପୂଜାରୀ ଯାହା ଦେଖିଲେ ମତେ ଭାରି ଭଲ ଲାଗିଲା ଆମ ଲୋକମାନେ ଖୁସି ସେ କହିଲେ ଆମେ କଦାପି ଭଙ୍ଗେଇ ଦବୁନି ମୁଁ ମୋହନ ବାଜିକି ବାରମ୍ବାର କହିଲି ମୋହନ ବାବୁ ତମେ ଭଦ୍ର ଲୋକଟିଏ ନିରୀହ ଲୋକଟିଏ ଆଦିବାସୀ କୂଳରେ ଜନ୍ମ ତମର ଶକ୍ତି ନାହିଁ ଆଇନ ଶୃଙ୍ଖଳା କଣ୍ଟ୍ରୋଲ କରିବା ତମେ 2 ବର୍ଷ ହେଇଗଲା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବ ହାରାହାରି 1300 ମର୍ଡର ହେଇସାରିଲାଣି 2500 ଉର୍ଦ୍ଧ୍ୱ ଝିଅ ରେପ୍ ହେଇସାରିଲେଣି ନାରୀ ନିର୍ଯାତନା ଏବଂ କୋଉଠି ପୁଲିସ ମାଡ଼ ଖାଉଛନ୍ତି ତ କୋଉଠି ପୁଲିସ ବାଡ଼ଉଛନ୍ତି ଥାନା ଭିତରେ ବାରଙ୍ଗରେ ବାଲିପାଟଣାରେ କଳାହାଣ୍ଡିରେ ସୁନ୍ଦରଗଡ଼ରେ ଗଞ୍ଜାମରେ ଗୋଟେ ଅବସ୍ଥା ଶୋଚନୀୟ ଏକଦମ ଆଇନ ଶୃଙ୍ଖଳା ଏମିତି ଶୋଚନୀୟ ଅବସ୍ଥା ଓଡ଼ିଶାରେ କେବେ ହେଇନଥିବ ଓଡ଼ିଶା ପିସ୍ ଷ୍ଟେଟ୍ ଜଗନ୍ନାଥଙ୍କ ରାଜ୍ୟ ଏଠି ବିଶେଷ ଝାମେଲା ଗଣ୍ଡଗୋଳ କିଛି ନଥାଏ ଏବେ ଦୈନନ୍ଦିନ ଏ ପୁଲିସ କେହି ମାନୁନାହାନ୍ତି ଏ ଗଭର୍ଣ୍ଣମେଣ୍ଟକୁ କେହି ମାନୁନାହାନ୍ତି ଡେଲି ମର୍ଡର ଡେଲି ରେପ୍ ଡେଲି ଚୋରି ଡେଲି ନିଶା ଭୟଙ୍କର ପରିସ୍ଥିତି ସୃଷ୍ଟି ହେଇଛି ସେଥିପାଇଁ ମୋହନ ବାବୁ ତମେ ଇରିଗେସନ ରଖ ପାଖରେ ତମେ ଫାଇନାନ୍ସ ରଖ ପାଖରେ ତମେ ଯେ ଡିପାର୍ଟମେଣ୍ଟ ରଖ ପାଖରେ ଆପତ୍ତି ନାହିଁ ହୋମ ଡିପାର୍ଟମେଣ୍ଟ ଜଣେ ଦକ୍ଷ ମନ୍ତ୍ରୀକି ଦିଅ ସେ ପୁଲିସ ବିଭାଗଟାକୁ ନହେଲେ ଷ୍ଟେଟ ମିନିଷ୍ଟର କରିଦିଅ ହୋମ ଜଣେ ଟାଣୁଆ ଲୋକ ସବୁଠୁ ବେଟର କ୍ୟାବିନେଟ ଦେଇଦେଲେ ସେ ହୋମ ଡିପାର୍ଟମେଣ୍ଟଟାକୁ କଣ୍ଟ୍ରୋଲ କରିବେ ଭଲ ହବ ଟ୍ରିବ୍ୟୁନ ମିନିଷ୍ଟର ସୁରେଶ ପୂଜାରୀଙ୍କ ସହିତ ମୋ ଅଞ୍ଚଳର ପଥରଗାଡ଼ିଆ ବାରମାଳ ଆମର ମହୁଲ ଅଙ୍ଗାରପଡ଼ା ରାଧାଚରଣପୁର ଆଦିବାସୀ ଗାଁ ଲୋକଙ୍କୁ ନେଇକି ଯାଇଥିଲି ବିନା ନୋଟିସରେ ସେ ଆଦିବାସୀ ପଡା ଗାଁ ସବୁ ଭାଙ୍ଗି ଦଉଛନ୍ତି ଏ ଆଦିବାସୀ ପଡା ଏଇନା ନୁହଁ ସାତ ପୁରୁଷରୁ ସେ ଆଦିବାସୀ ସେ ଗାଁ ସବୁ ଭାଙ୍ଗି ଦଉଛନ୍ତି ଯାହା ସୁରେଶ ପୂଜାରୀ ଯାହା ଦେଖିଲେ ମତେ ଭାରି ଭଲ ଲାଗିଲା ଆମ ଲୋକମାନେ ଖୁସି ସେ କହିଲେ ଆମେ କଦାପି ଭଙ୍ଗେଇ ଦବୁନି କାହିଁକି ନା ଏ ପୁରୁଣା ଗାଁ ଯଦି ତମର ଇଣ୍ଡଷ୍ଟ୍ରି କରିବାର ଅଛି କି ରୋଡ କରିବାର ଅଛି ଯୋଉଠି ଖାଲି ପଡିଆ ପଡିଛି ଯାଅ କିନ୍ତୁ ଗୋଟେ ଗାଁକୁ ହଟେଇ ତମେ ପଥର ଗାଡ଼ିଆକୁ ହଟେଇ ବାରମାଣକୁ ହଟେଇ ମହୁଲକୁ ହଟେଇ ଅଙ୍ଗାରପଡ଼ାକୁ ହଟେଇ ରାଧାଚରଣପୁରକୁ ହଟେଇ ଶିଳ୍ପ କରିବ କି ରାସ୍ତା ନବ ଆମେ ବରଦାସ୍ତ କରିବୁନି ଯାହା ହଉ ରେଭେନ୍ୟୁ ମିନିଷ୍ଟର ବିଚାର କରି କହିଛନ୍ତି ଏ ସ୍ଥାୟୀ ଗାଁ ଭଙ୍ଗେଇ ଦବୁନି 1 2 ଜଟଣୀ ବ୍ଲକ ଡେରାସ ବୋଲି ଗୋଟେ ଫାର୍ମ ଅଛି ଏସିଆ ଫେମସ ଫାର୍ମ ମହତାବଜୀ କରିଥିଲେ ସେ ଫାର୍ମ ଉପରେ 3ଟା MIP ଝୁମକା ଡେରାସ କମାର ଖୁଣ୍ଟି ପାଣି ଜମିଛି ପନିପରିବା ଫଳମୂଳ କଦଳୀ ସପୁରୀ ଆମ୍ବ ପଣସ ସବୁ ଭରା ସେଠି ନବୀନ ବାବୁଙ୍କ ସମୟରେ କିଛି ଶିଳ୍ପପତିକି ଚୁଙ୍ଗୁଡି ପ୍ୟାକିଂ କରିବା ପାଇଁ 50 ଏକର ଜମି ଦେଇଦେଲେ ସେ ଫାର୍ମ ଆମେ ଆନ୍ଦୋଳନ କଲା ପରେ ବନ୍ଦ କଲେ ଆଉ 100 ଏକର ଦେଇଥାନ୍ତେ ଇଏ ସରକାର ମୋହନ ସରକାର ସେଥିରୁ 100 ଏକର ଜମି ଶିଳ୍ପପତି ମାନଙ୍କୁ ଦବା ପାଇଁ ପାଚିରି ଆରମ୍ଭ କରିଛି ଆମେ ଆନ୍ଦୋଳନ ଆରମ୍ଭ କରିଛୁ ସୁରେଶ ପୂଜାରୀ ମହୋଦୟ ଆଜି କହିଛନ୍ତି ନାହିଁ ସେ ଫାର୍ମ ଜମି କାହାକୁ ଦିଆଯିବନି ମୁଁ ତାଙ୍କୁ ଧନ୍ୟବାଦ ଦଉଛି ଖାଲି କହିଲେ ହବନି ଅର୍ଡର ବାହାର କରିବା ଦରକାର ଡେରାସ ହେଇ ରହିବ ଫାର୍ମ ହେଇ ରହିବ ଉନ୍ନତ ଧରଣର
फसल हम पनीपरिया हम फलमूल हम भल हम। क्या आप चाहते हैं ताजा, स्वादिष्ट और पौष्टिक मशरूम आपके घर तक पहुंचे? तो आज ही जुड़िए कल्याणी मशरूम सेंटर के साथ। यहाँ मिलता है फार्म फ्रेश मोजो मशरूम, मुलायम पनीर, ताजा ग्रीन मटर, स्वीट कॉर्न और बेबी कॉर्न, सब कुछ एक ही जगह, बेहतरीन क्वालिटी के साथ। हम देते हैं होलसेल और रिटेल दोनों सुविधाएं। आज ही डिस्ट्रीब्यूटरशिप लेने के लिए कॉल करें 9337096782 या 9040091506। कल्याणी मशरूम सेंटर, ओडिशा का भरोसेमंद नाम, मोजो मशरूम और डेयरी प्रोडक्ट्स में।